ପିଙ୍ଗଳାର ଅଭିସାର ପଦ୍ୟର ପ୍ରଶ୍ନ ଉତ୍ତର ଆଲୋଚନା କରିବା। କରେ ଅଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। 4ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖିବା। ପ୍ରଶ୍ନର ମୂଲ୍ୟ 1 ନମ୍ବର। 1 ନମ୍ବର ପ୍ରଶ୍ନ ଅଛି, ପିଙ୍ଗଳା କିଏ? ଅପସନ୍ ଆଇରେ ଅଛି ପଲ୍ଲୀବଧୂ, ଡବଲ ଆଇରେ ଅଛି କୁଳବଧୂ, ଟ୍ରିପଲ ଆଇରେ ଅଛି ବାରବଧୂ, IV-ରେ ଅଛି ନବବଧୂ। ଉତ୍ତର ହେଉଛି ଅପସନ୍ ଟ୍ରିପଲ ଆଇ, ବାରବଧୂ। 2 ନମ୍ବର ପ୍ରଶ୍ନ ଅଛି, ପିଙ୍ଗଳା ଆଉ କେଉଁ ଦୀପ ଜାଳିବ ନାହିଁ ବୋଲି କହିଛି? ଅପସନ୍ ଆଇରେ ଅଛି ସଞ୍ଜ ଦୀପ, ଡବଲ ଆଇରେ ଅଛି ପୂଜା ଦୀପ, ଟ୍ରିପଲ ଆଇ ଜ୍ଞାନ ଦୀପ, IV କେଳି ଦୀପ। ଉତ୍ତର ହେଉଛି IV କେଳି ଦୀପ। 3 ନମ୍ବର ପ୍ରଶ୍ନ, ପିଙ୍ଗଳା ରସିକ ନାଗରମାନଙ୍କୁ କି ଅଭିନୟ ଦେଖାଉଥିଲା? ଅପସନ୍ ଆଇରେ ଅଛି ପୀରତିର ଅଭିନୟ, ଡବଲ ଆଇରେ ଅଛି ଛଳନାର ଅଭିନୟ, ଟ୍ରିପଲ ଆଇରେ ଅଛି ସ୍ତ୍ରୀର ଅଭିନୟ, IV-ରେ ଅଛି ବାନ୍ଧବୀର ଅଭିନୟ। ଉତ୍ତର ହେଉଛି ଅପସନ୍ ଆଇ ପୀରତିର ଅଭିନୟ। 4 ନମ୍ବର ପ୍ରଶ୍ନ ଅଛି, ମରତ ପଥର ଅମରବନ୍ଧୁ ଅନ୍ତର ବିମୋହନ କାହା ଉଦ୍ଦେଶ୍ୟରେ କୁହାଯାଇଛି? ଅପସନ୍ ଆଇରେ ଅଛି ପିଙ୍ଗଳାର ପ୍ରେମିକ, ଡବଲ ଆଇରେ ଅଛି ଧନିକ ଯୁବକ, ଟ୍ରିପଲ ଆଇ ରସିକ ନାଗର, IV ପରମ ପୁରୁଷ। ଉତ୍ତର ହେଉଛି ଅପସନ୍ IV ପରମ ପୁରୁଷ। 5 ନମ୍ବର ପ୍ରଶ୍ନ ଅଛି, ମୁକ୍ତା କେଉଁଠି ଫଳେ? ଅପସନ୍ ଆଇରେ ଅଛି ସୁକ୍ତି ଗର୍ଭରେ, ଡବଲ ଆଇ ଅଛି ସାଗର ଗର୍ଭରେ, ଟ୍ରିପଲ ଆଇ ଧରିତ୍ରୀ ଗର୍ଭରେ, IV ପଦ୍ମ ଗର୍ଭରେ। ଉତ୍ତର ହେଉଛି ଅପସନ୍ ଆଇ ସୁକ୍ତି ଗର୍ଭରେ। 6 ନମ୍ବର ପ୍ରଶ୍ନ ଅଛି, କେଉଁ ମାଳା ଦରକାର ନାହିଁ ବୋଲି ପିଙ୍ଗଳା କହିଛି? ଅପସନ୍ ଆଇ ମଣିକାଞ୍ଚନ ମାଳା, ଡବଲ ଆଇ ମରକତ ମାଳା, ଟ୍ରିପଲ ଆଇ ବନପୁଷ୍ପର ମାଳା, IV ମଲ୍ଲୀ ମାଳା। ଉତ୍ତର ହେଉଛି ଅପସନ୍ ଆଇ ମଣିକାଞ୍ଚନ ମାଳା। 7 ନମ୍ବର ପ୍ରଶ୍ନ ଅଛି, ସଚେତନ ପିଙ୍ଗଳାର ଅଙ୍ଗ ପୁଲକକୁ କାହା ସହିତ ତୁଳନା କରାଯାଇଛି? ଅପସନ୍ ଆଇରେ ଅଛି ପ୍ରସ୍ଫୁଟିତ ପଦ୍ମ, ଡବଲ ଆଇରେ ଅଛି ବରଷାର ନିପ, ଟ୍ରିପଲ ଆଇରେ ଅଛି କୋରକିତ କେତକୀ, ଅପସନ୍ IV-ରେ ଅଛି ବିକଶିତ ମଲ୍ଲୀ। ଉତ୍ତର ହେଉଛି ଅପସନ୍ ଡବଲ ଆଇ ବରଷାର ନିପ। 8 ନମ୍ବର ପ୍ରଶ୍ନ ଅଛି, ଆତ୍ମଜ୍ଞାନ ଲାଭ ପରେ ପିଙ୍ଗଳା କାହା ପରି ଛୁଟି ଯିବା ପାଇଁ ଚାହିଁଛି? ଅପସନ୍ ଆଇ ଅଛି ମୁକ୍ତ ଚାରିଣୀ ତଟିନୀ, ଡବଲ ଆଇ ଅଛି ବରଷାର ଧାରା, ଟ୍ରିପଲ ଆଇ ଧୀର ସମୀରଣ, IV-ରେ ଅଛି ଦକ୍ଷିଣ ପବନ। ଉତ୍ତର ହେଉଛି ଅପସନ୍ ଆଇ ମୁକ୍ତ ଚାରିଣୀ ତଟିନୀ। 9 ନମ୍ବର ପ୍ରଶ୍ନ ଅଛି, ପିଙ୍ଗଳା କେଉଁ ନଗରର ନଟି ଥିଲା? ଅପସନ୍ ଆଇରେ ଅଛି ଅବନ୍ତୀ, ଡବଲ ଆଇ ଉଜ୍ଜୟିନୀ, ଟ୍ରିପଲ ଆଇ ବିଦେହ, IV କୋଶଳ। ଉତ୍ତର ହେଉଛି ଅପସନ୍ ଟ୍ରିପଲ ଆଇ ବିଦେହ। 10 ନମ୍ବର ପ୍ରଶ୍ନ ଅଛି, ପ୍ରେମର ସନ୍ନ୍ୟାସିନୀ ବୋଲି କବି କାହାକୁ କହିଛନ୍ତି? ଅପସନ୍ ଆଇରେ ଅଛି ମଧୁମକ୍ତା, ଡବଲ ଆଇରେ ଅଛି ପିଙ୍ଗଳା, ଟ୍ରିପଲ ଆଇରେ ଅଛି ଆମ୍ରପଲ୍ଲୀ, IV-ରେ ଅଛି ମଧୁବ୍ରତା। ଉତ୍ତର ହେଉଛି ଅପସନ୍ ଡବଲ ଆଇ ପିଙ୍ଗଳା। 11 ନମ୍ବର ପ୍ରଶ୍ନ ଅଛି, ଉତ୍ତରିତ ପିଙ୍ଗଳା କେଉଁଠି ଶୋଇବ ବୋଲି କହିଛି? ଆଇରେ ଅଛି ଧରଣୀର ତୃଣଦଳ୍ପରେ, ଡବଲ ଆଇରେ ଅଛି ଫୁଲ ଶଯ୍ୟାରେ, ଟ୍ରିପଲ ଆଇ ତୁଳିତଳ୍ପ ଶଯ୍ୟାରେ, IV ଅଛି ପଥରର ଚଟାଣରେ। ଉତ୍ତର ହେଉଛି ଅପସନ୍ ଆଇ ଧରଣୀର ତୃଣତଳ୍ପରେ। 12 ନମ୍ବର ପ୍ରଶ୍ନ ଅଛି, ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ'ଣ ସାଜିଛି ବୋଲି କହିଛି? ଆଇ ଅଛି ପତିତା, ଡବଲ ଆଇ ଅଛି ନେତ୍ରୀ, ଟ୍ରିପଲ ଆଇ ଅଛି ସାମ୍ରାଜ୍ଞୀ, ଅପସନ୍ IV ଅଛି ଗୃହିଣୀ। ଉତ୍ତର ହେଉଛି ଅପସନ୍ ଆଇ ପତିତା। ଖରେ ଅଛି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖ। ପ୍ରଶ୍ନର ମୂଲ୍ୟ 1 ନମ୍ବର। 1 ନମ୍ବର ପ୍ରଶ୍ନ ଅଛି, ପିଙ୍ଗଳାର ଅଭିସାର କବିତାର କବି କିଏ? ଉତ୍ତର ହେଉଛି ରାଧାମୋହନ ଗଡ଼ନାୟକ। ପିଙ୍ଗଳାର ଅଭିସାର କବିତାର କବି ହେଉଛନ୍ତି ରାଧାମୋହନ ଗଡ଼ନାୟକ। 2 ନମ୍ବର ପ୍ରଶ୍ନ ଅଛି, କେଉଁ ପୁରାଣର ଉପାଖ୍ୟାନ ଆଧାରରେ ପିଙ୍ଗଳାର ଅଭିସାର କବିତାଟି ରଚିତ ହୋଇଛି? ଉତ୍ତର ହେଉଛି ଭାଗବତର ମିଥ୍ ଆଧାରିତ। ଭାଗବତର ମିଥ୍ ଉପାଖ୍ୟାନ ଆଧାରରେ
ପିଙ୍ଗଳାର ଅଭିସାର କବିତାଟି ରଚିତ ହୋଇଛି? 3 ନମ୍ବର ପ୍ରଶ୍ନ, ପିଙ୍ଗଳା କେଉଁ ନଗରୀରେ ବାସ କରୁଥିଲା? ଉତ୍ତର ହେଉଛି ବିଦେହ। ପିଙ୍ଗଳା ବିଦେହ ନଗରୀରେ ବାସ କରୁଥିଲା। 4 ନମ୍ବର ପ୍ରଶ୍ନ ଅଛି, ବାରବଧୂ ବୋଲି କବି କାହାକୁ କହିଛନ୍ତି? ଉତ୍ତର ହେଉଛି ପିଙ୍ଗଳା। ବାରବଧୂ ବୋଲି କବି ପିଙ୍ଗଳାକୁ କହିଛନ୍ତି। 5 ନମ୍ବର ପ୍ରଶ୍ନ, ପିଙ୍ଗଳାର ମନରେ କାହିଁକି ବିରାଗ ଆସିଥିଲା? ଉତ୍ତର ହେଉଛି ଜଣେ ସମ୍ଭ୍ରାନ୍ତ ଧନୀ ଯୁବକ ସଂକେତ ଦେଇ ନ ଆସିବାରୁ। ଜଣେ ସମ୍ଭ୍ରାନ୍ତ ଧନୀ ଯୁବକ ସଂକେତ ଦେଇ ନ ଆସିବାରୁ ପିଙ୍ଗଳା ମନରେ ବିରାଗ ଆସିଥିଲା। 6 ନମ୍ବର ପ୍ରଶ୍ନ ଅଛି, ଦିବ୍ୟ ପରମ ଧନ ବୋଲି କାହାକୁ କୁହାଯାଇଛି? ଉତ୍ତର ହେଉଛି ଅମରବନ୍ଧୁ ଅନ୍ତର ବିମୋହନକୁ। ଦିବ୍ୟ ପରମ ଧନ ବୋଲି ଅମରବନ୍ଧୁ ଅନ୍ତର ବିମୋହନଙ୍କୁ କୁହାଯାଇଛି। 7 ନମ୍ବର ପ୍ରଶ୍ନ ଅଛି, ମରତ ପଥର ଅମରବନ୍ଧୁ କିଏ? ଉତ୍ତର ହେଉଛି ଭଗବାନ। ମରତ ପଥର ଅମରବନ୍ଧୁ ହେଉଛନ୍ତି ଭଗବାନ। 8 ନମ୍ବର ପ୍ରଶ୍ନରେ ଅଛି, ପିଙ୍ଗଳାର ପଙ୍କିଳ ଜୀବନରେ କ'ଣ ଫୁଟିଛି ବୋଲି କୁହାଯାଇଛି? ଉତ୍ତର ଶତଦଳ। ପିଙ୍ଗଳାର ପଙ୍କିଳ ଜୀବନରେ ଶତଦଳ ଫୁଟିଛି ବୋଲି କୁହାଯାଇଛି। 9 ନମ୍ବର ପ୍ରଶ୍ନ ଅଛି, ପିଙ୍ଗଳାର କାହିଁକି ଧନସମ୍ପଦ ଲୋଡ଼ା ନାହିଁ ବୋଲି ସେ କହିଛି? ଉତ୍ତର ହେଉଛି ଭଗବତ ସତ୍ତାକୁ ଅନୁଭବ କଲାପରେ। ଭଗବତ ସତ୍ତାକୁ ଅନୁଭବ କଲାପରେ ପିଙ୍ଗଳାର ଧନସମ୍ପଦ ଲୋଡ଼ା ନାହିଁ ବୋଲି ସେ କହିଛି। 10 ନମ୍ବର ପ୍ରଶ୍ନ, ରସିକ ନାଗରମାନେ ଆଉ କାହିଁକି ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି? ଉତ୍ତର ହେଉଛି ଭଗବତ ସନ୍ଧାନରେ ଆସିଲା ପରେ। ଭଗବତ ସନ୍ଧାନରେ ଆସିଲା ପରେ ରସିକ ନାଗରମାନେ ଆଉ ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି। ପିଙ୍ଗଳା ଯେତେବେଳେ ଭଗବତ ସନ୍ଧାନରେ ଆସିଯାଇଛି ସେତେବେଳେ ତାପରେ ପରିସ୍ଥିତିରେ ରସିକ ନାଗରମାନେ ଆଉ ପିଙ୍ଗଳା ପାଖକୁ ଆସିବେ ନାହିଁ ବୋଲି କୁହାଯାଇଛି। 12 ନମ୍ବର ପ୍ରଶ୍ନ, ମଧୁର ଲଗ୍ନରେ ଆକାଶରେ କିଏ ହସୁଥିଲେ? ଉତ୍ତର ହେଉଛି ମୋହନ ଇନ୍ଦୁ। ମଧୁର ଲଗ୍ନରେ ଆକାଶରେ ମୋହନ ଇନ୍ଦୁ ହସୁଥିଲେ। 13 ନମ୍ବର ପ୍ରଶ୍ନ, ଶୁଭ୍ର ଜୋଛନା ଶିରି କେଉଁଠି ଉଛୁଳି ପଡ଼ୁଥିଲା? ଉତ୍ତର ହେଉଛି ଦିଶି ଦିଶି। ଶୁଭ୍ର ଜୋଛନା ଶିରି ଦିଶି ଦିଶିରେ ଉଛୁଳି ପଡ଼ୁଥିଲା। ଦିଶି ଦିଶି ଅର୍ଥ ଦିଗ ବିଦିଗରେ। 14 ନମ୍ବର ପ୍ରଶ୍ନ, ପିଙ୍ଗଳାର ଅଙ୍ଗର ପୁଲକକୁ କାହା ସହିତ ତୁଳନା କରାଯାଇଛି? ଉତ୍ତର ହେଉଛି ବରଷାର ନିପ। ପିଙ୍ଗଳାର ଅଙ୍ଗର ପୁଲକକୁ ବରଷାର ନିପ ସହିତ ତୁଳନା କରାଯାଇଛି। 15 ନମ୍ବର ପ୍ରଶ୍ନ ଅଛି, ଜୀବନ ଯମୁନାରେ କିପରି ଜୁଆର ଆସେ? ଉତ୍ତର ହେଉଛି ଉଜାଣି। ଜୀବନ ଯମୁନାରେ ଉଜାଣି ଜୁଆର ଆସେ। 16 ନମ୍ବର ପ୍ରଶ୍ନ ଅଛି, ପ୍ରେମର ଧନକୁ କିପରି ଭେଟିବ ବୋଲି ପିଙ୍ଗଳା କହିଛି? ଉତ୍ତର ହେଉଛି ସତ ବନଗିରି କାନ୍ତାରେ ବୋଲି। ସତ ବନଗିରି କାନ୍ତାରେ ବୋଲି ପ୍ରେମର ଧନକୁ ଭେଟିବ ବୋଲି ପିଙ୍ଗଳା କହିଛି। 17 ନମ୍ବର ପ୍ରଶ୍ନ, ମୁକ୍ତ ଚାରିଣୀ ତଟିନୀ ବୋଲି କାହାକୁ କୁହାଯାଇଛି? ଉତ୍ତର ହେଉଛି ପିଙ୍ଗଳା। ମୁକ୍ତ ଚାରିଣୀ ତଟିନୀ ବୋଲି ପିଙ୍ଗଳାକୁ କୁହାଯାଇଛି। 18 ନମ୍ବର ପ୍ରଶ୍ନ, ପ୍ରେମରେ ସନ୍ନ୍ୟାସିନୀ କିଏ? ଉତ୍ତର ହେଉଛି ପିଙ୍ଗଳା। ପ୍ରେମରେ ସନ୍ନ୍ୟାସିନୀ ହେଉଛି ପିଙ୍ଗଳା। 19 ନମ୍ବର ପ୍ରଶ୍ନ, ପିଙ୍ଗଳା ତା ପାପର କଳୁଷ କାଳିମା କିପରି ଧୋଇବ ବୋଲି ଭାବୁଛି? ଉତ୍ତର ହେଉଛି ତିକ୍ତ ଲୋତକ ଜଳରେ। ପିଙ୍ଗଳା ତା ପାପର କଳୁଷ କାଳିମା ତିକ୍ତ ଲୋତକ ଜଳରେ ଧୋଇବ ବୋଲି ଭାବୁଛି। 20 ନମ୍ବର ପ୍ରଶ୍ନ, ପିଙ୍ଗଳା ପ୍ରିୟତମକୁ କିପରି ଧୂପ ଆରତି ଦେବ? ଉତ୍ତର ହେଉଛି ପିରତି ଅନଳରେ ଧୂପ ଜାଳି। ପିଙ୍ଗଳା ପ୍ରିୟତମକୁ ପିରତି ଅନଳରେ ଧୂପ ଜାଳି ଆରତି ଦେବ। 21 ନମ୍ବର ପ୍ରଶ୍ନ, ପିଙ୍ଗଳା ମୁରଲୀର ଗୀତ କେଉଁଠି ଶୁଣିବ ବୋଲି କବି କହିଛନ୍ତି? ଉତ୍ତର ହେଉଛି ଗଗନେ ଭୁବନେ ପବନେ। ପିଙ୍ଗଳା ମୁରଲୀର ଗୀତ ଗଗନରେ ଭୁବନରେ ଏବଂ ପବନରେ ଶୁଣିବ ବୋଲି କବି କହିଛନ୍ତି। 22 ନମ୍ବର ପ୍ରଶ୍ନ, ଜ୍ୟୋତ୍ସ୍ନା ନିଶିର ପୁଲକରେ ପିଙ୍ଗଳା କ'ଣ ପିଇବ ବୋଲି କବି କହିଛନ୍ତି? ଉତ୍ତର ବନ୍ଧୁର ହାସ ସୁଧା। ଜ୍ୟୋତ୍ସ୍ନା ନିଶିର ପୁଲକରେ ପିଙ୍ଗଳା ବନ୍ଧୁର ହାସ ସୁଧା ପିଇବ ବୋଲି କବି କହିଛନ୍ତି।
23 नंबर प्रश्न प्रेम पागଳିନୀ ପିଙ୍ଗଳା କ'ଣ ଭୁଲିଯିବ ବୋଲି କହିଛି? ଉତ୍ତର ପ୍ରାଣର କ୍ଷୁଧା। ପ୍ରେମ ପାଗଳିନୀ ପିଙ୍ଗଳା ପ୍ରାଣର କ୍ଷୁଧା ଭୁଲିଯିବ ବୋଲି କହିଛି। 24 ନମ୍ବର ପ୍ରଶ୍ନ ସଚେତନ ପିଙ୍ଗଳା କେଉଁଠି ଆନନ୍ଦରେ ଶୋଇପାରିବ ବୋଲି କହିଛି? ଉତ୍ତର ହେଉଛି ଧରଣୀର ତୃଣତଳ୍ପ ଛାତିରେ। ସଚେତନ ପିଙ୍ଗଳା ଧରଣୀର ତୃଣତଳ୍ପ ଛାତିରେ ଆନନ୍ଦରେ ଶୋଇପାରିବ ବୋଲି କହିଛି। 25 ନମ୍ବର ପ୍ରଶ୍ନ କାହାର ସ୍ୱପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି? ଉତ୍ତର ବନ୍ଧୁ। ବନ୍ଧୁର ସ୍ୱପ୍ନ ଦେଖି ପିଙ୍ଗଳା ଆନନ୍ଦରେ ଆଖି ବୁଜିବ ବୋଲି କହିଛି। 26 ନମ୍ବର ପ୍ରଶ୍ନ ପିଙ୍ଗଳା ସ୍ୱପ୍ନ ଦେଖି ଆଖି ବୁଜିବା ବେଳେ କେଉଁମାନେ ସାକ୍ଷୀ ରହିଥିବେ? ଉତ୍ତର ହେଉଛି ଚନ୍ଦ୍ର, ତପନ, ଗଗନ, ଭୁବନ। ପିଙ୍ଗଳା ସ୍ୱପ୍ନ ଦେଖି ଆଖି ବୁଜିବା ବେଳେ ଚନ୍ଦ୍ର, ତପନ, ଗଗନ, ଭୁବନ ସାକ୍ଷୀ ରହିଥିବେ। 27 ନମ୍ବର ପ୍ରଶ୍ନ ସରଗର ଅମରକନ୍ୟା ବୋଲି କାହାକୁ କବି କହିଛନ୍ତି? ଉତ୍ତର ହେଉଛି ପିଙ୍ଗଳା। ସରଗର ଅମରକନ୍ୟା ବୋଲି କବି ପିଙ୍ଗଳାକୁ କହିଛନ୍ତି। 28 ନମ୍ବର ପ୍ରଶ୍ନ କିଏ ପତିତାର ଜୀବନ ବିତାଉଥିଲା? ଉତ୍ତର ହେଉଛି ପିଙ୍ଗଳା। ପିଙ୍ଗଳା ପତିତାର ଜୀବନ ବିତାଉଥିଲା। 29 ନମ୍ବର ପ୍ରଶ୍ନ ଅମୃତ ପିଇବା ପାଇଁ ଆସିଥିଲି ବୋଲି କିଏ କହିଛି? ଉତ୍ତର ହେଉଛି ପିଙ୍ଗଳା। ଅମୃତ ପିଇବା ପାଇଁ ଆସିଥିଲି ବୋଲି ପିଙ୍ଗଳା କହିଛି। 30 ନମ୍ବର ପ୍ରଶ୍ନ ମଧୁର ମୁରଲୀର ଧ୍ୱନିରେ କିଏ ପିଙ୍ଗଳାକୁ ଡାକୁଥିଲେ? ଉତ୍ତର ହେଉଛି ପ୍ରିୟତମ ବା ପତିତପାବନ ବନ୍ଧୁ। ମଧୁର ମୁରଲୀର ଧ୍ୱନିରେ ପିଙ୍ଗଳାକୁ ପତିତପାବନ ବନ୍ଧୁ ଡାକୁଥିଲେ। 31 ନମ୍ବର ପ୍ରଶ୍ନ ପତିତପାବନ ବନ୍ଧୁ ବୋଲି କବି କାହାକୁ କହିଛନ୍ତି? ଉତ୍ତର ଭଗବାନ। ପତିତପାବନ ବନ୍ଧୁ ବୋଲି କବି ଭଗବାନଙ୍କୁ କହିଛନ୍ତି। 32 ନମ୍ବର ପ୍ରଶ୍ନ ବିଶ୍ୱ ପରଶମଣି କାହାକୁ କୁହାଯାଇଛି? ଉତ୍ତର ପତିତପାବନ ବନ୍ଧୁ। ବିଶ୍ୱ ପରଶମଣି ବୋଲି ପତିତପାବନ ବନ୍ଧୁଙ୍କୁ କୁହାଯାଇଛି। 33 ନମ୍ବର ପ୍ରଶ୍ନ ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର କ'ଣ ହେବ ବୋଲି କୁହାଯାଇଛି? ଉତ୍ତର ପିଙ୍ଗଳାର ଅଙ୍ଗ ସ୍ୱର୍ଣ୍ଣ ହୋଇଯିବ। ପତିତପାବନଙ୍କ ପୁଣ୍ୟ ସ୍ପର୍ଶରେ ପିଙ୍ଗଳାର ଅଙ୍ଗ ସ୍ୱର୍ଣ୍ଣ ହୋଇଯିବ ବୋଲି କୁହାଯାଇଛି। 34 ନମ୍ବର ପ୍ରଶ୍ନ ବିଦାୟ ବେଳରେ ପିଙ୍ଗଳା ବିଦେହବାସୀଙ୍କୁ କ'ଣ ଭୁଲିଯିବା ପାଇଁ ଅନୁରୋଧ କରିଛି? ଉତ୍ତର ପୁଣ୍ୟ କଳୁଷର ରାଜିକୁ। ବିଦାୟ ବେଳରେ ପିଙ୍ଗଳା ବିଦେହବାସୀଙ୍କୁ ଘୃଣ୍ୟ କଳୁଷ ରାଜିକୁ ଭୁଲିଯିବା ପାଇଁ ଅନୁରୋଧ କରିଛି। এই ଭିଡ଼ିଓରେ ଏତିକି ଆଲୋଚନା କରିବା। ପରବର୍ତ୍ତୀ ଭିଡ଼ିଓରେ ବିଷୟର ଅନ୍ୟ ସବୁ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଯଦି ମୋର ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ମୋର ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ମୋର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।